ମା ଆମେ ଆଜି ଆଲୋଚନା ଆରମ୍ଭ କରିବା ମାତୃରଚନା ବଳି ଭାଗ 350। ପ୍ରଭୁ ଲେଖୁଛନ୍ତି, ଈଶ୍ୱରଙ୍କ ଇଚ୍ଛା ମୋ ସହିତ ରହିଛି ବୋଲି ମୁଁ ଜାଣିବି କିପରି? ସେଥିଲାଗି ମୋତେ ଆପଣାର ଅହଂକୁ ବାହାରକୁ ବାହାର କରିଦେବାକୁ ପଡ଼ିବ। ତାହାକୁ ପ୍ରତ୍ୟେକ ସ୍ତର ଏବଂ ସିଆରା ଭିତରୁ ଖୋଜି ବାହାର କରି ଆଣିବାକୁ ପଡ଼ିବ ଏବଂ ଆପଣାର ବିଶୋଧିତ ଆବରଣ ରହିତ ଆତ୍ମାକୁ ତାଙ୍କରି ଅନନ୍ତ କ୍ରିୟାତ୍ମକତା ମଧ୍ୟରେ ନେଇ ନିମଗ୍ନ କରାଇ ଦେବାକୁ ହେବ। ତେବେ ସେ ସ୍ୱୟଂ ମୋ ଲାଗି ତାହାକୁ ଉନ୍ମୋଚିତ କରି ଦେଖାଇଦେବେ। ସାଧାରଣତଃ ଆମ ସମସ୍ତଙ୍କର ପ୍ରଶ୍ନଟି ଥାଏ ଯେ ଈଶ୍ୱରଙ୍କ ଇଚ୍ଛାକୁ ଆମେ ଜାଣିବୁ କିପରି? ତେଣୁ ଏଠି ପ୍ରଭୁ ଲେଖୁଛନ୍ତି, ଯଦି ତୁମେ ଈଶ୍ୱରଙ୍କ ଇଚ୍ଛା ଜାଣିବାକୁ ଚାହୁଁଛ ତାହେଲେ ତୁମକୁ ପ୍ରଥମ କାମ କରିବାକୁ ପଡ଼ିବ, ଯୋଉଟା ହେଉଛି ଆପଣାର ଅହଂକୁ ବାହାରକୁ ବାହାର କରିଦେବାକୁ ପଡ଼ିବ। ପୁଣି ତାପର ଷ୍ଟେପ ଗୁଡିକ କହୁଛନ୍ତି ଯେ କଣ କଣ ଆକ୍ଚୁଆଲି ଗଭୀରରୁ ଗଭୀର ଭିତରକୁ ଯିବାକୁ ପଡ଼ିବ, କଣ କେମିତି ଅହଂକୁ ବାହାର କରିବେ, କେମିତି ବାହାର କରିବେ? ପ୍ରତ୍ୟେକ ସ୍ତର ଏବଂ ସିଆରା ଭିତରୁ ଖୋଜି ବାହାର କରିବାକୁ ପଡ଼ିବ। ଜମିରେ ଦେଖିବେ ପାଣି ମାଡ଼ିବା ପାଇଁ ସିଆରା କରାଯାଇଥାଏ। ଚାଷ ଯେତେବେଳେ କରାଯାଏ ତେଣୁ ମଝିରେ ମଝିରେ କଣ ହୁଏ, ଏମିତି ଏମିତି ସବୁ ଗୋଟେ ସିଆର କରାଯାଏ, ଯଦ୍ୱାରା ପାଣିଟା ଏପଟେ ବୁଲି ସେପଟେ ବୁଲି ସବୁ ପୁଣି କଣା ଟିକେ ଥବ, ମଝିରେ ମଝିରେ ଫାଙ୍କ ଥିବ, କାହିଁକିନା ଗୋଟାଏ ପଟରେ ପାଣି ମଡ଼ା ହବ, ସିଏ ଏମିତି ଗଲା ଏଠି ଟିକେ ଫାଙ୍କ ଥବ, ସେ ବାଟ ଦେଇକି ସେ ଆର ସିଆରକୁ ଯିବ, ପୁଣି ଆର ସିଆର ଫୁଲ ହେଇଗଲେ ସେଠି ବାଟ ଥବ, ସେ ସିଆରକୁ ଯିବ, ସେ ସିଆରକୁ ଯିବ, ଏମିତି ତାପଛୁ ସିଆରକୁ ପାଣି ମାଡ଼ିଯାଏ। ଏଠୁ କହୁଛନ୍ତି ପ୍ରତ୍ୟେକ ସ୍ତର ଏବଂ ସିଆର ଭିତରୁ ତାକୁ ଖୋଜିକି ବାହାର କରିବାକୁ ପଡ଼ିବ। ଯୋଉ ଯୋଉ ଜାଗାରେ ଅହଂକାର କାୟା ବିସ୍ତାର କରିଛି ତାକୁ ଖୋଜିକି ବାହାର କରିବାକୁ ପଡ଼ିବ ଏବଂ ଆମର ଯୋଉ ଆତ୍ମା ଯିଏକି ବିଶୁଦ୍ଧ ଏବଂ ତାର ଆତ୍ମାକୁ ଯେପରି ଅନ୍ୟ କୋଉ କାହା ଦ୍ୱାରା ସେ ପରିଚାଳିତ ହେଉନଥିବ, ଆତ୍ମା ଦ୍ୱାରା ସେମାନେ ପରିଚାଳିତ ହେଉଥିବେ। ସେଥିପାଇଁ ଆମେ ଅନେକ ସମୟ ଯୋଉଟା କଥା ହଉଥିଲେ, ଅବିକୃତ ଭାବରେ ତାହା ପରିପ୍ରକାଶ କରିପାରୁଥିବ। ତାମାନେ ଆତ୍ମାର ଯୋଉ କ୍ରିୟାତ୍ମକତା ରହିଛି ତାରି ଭିତରକୁ ଆମକୁ ଯଦି ପଶିବାକୁ ନିମଗ୍ନ ହେଇପାରିବା, ତାହେଲେ ଆମେ ଈଶ୍ୱରଙ୍କ ଇଚ୍ଛା ମୁଁ ଜାଣିପାରିବି। ସେଠି କେମିତି ଜାଣିବି? ସେ ତ କହୁଛନ୍ତି ସିଏ ସ୍ୱୟଂ ମୋ ଲାଗି ତାହାକୁ ଉନ୍ମୋଚିତ କରି ଦେଖାଇଦେବେ। ଯେ ସାଧାରଣତଃ ଆମ ଭିତରେ କୋଶ୍ଚିନ୍ ଆସେ, ଆମେ ଜାଣିଛୁ ଯେ କୋଉଟା ଇଗୋ କୋଉଟା କଣ, ତଥାପି ଆମ ଭିତରେ ଯିଏ ସେ ଯଦି ଆମେ ପୁରା ଗୋଟିଏ ଲାଇନରେ କହିବା, ଯିଏ ସେ ପରମଙ୍କ ପାଖରୁ ବ୍ୟକ୍ତି ସତ୍ତାକୁ ଭିନ୍ନ କରି ତୋଳି ଧରିଥାଏ, ସେଇଟା ହଉଛି ଆମର ଅହଂ। ନିଜର ସ୍ଥିତିକୁ ମଜବୁତ ଯିଏ କରେ ସିଏ ହଉଛି ଇଗୋ। ସେଇ ସ୍ଥିତିକୁ ମଜବୁତ କରିବା ପାଇଁ ଏବଂ ଭଗବାନଙ୍କ ପାଖରୁ ପରମଙ୍କ ପାଖରୁ ଆମକୁ ପୃଥକ ବୋଧ ଯୋଉ ଆଣି ଦେଇଥାଏ, ଯାହା ଯାହା ଭାବନା, ଧାରଣା, ଅନୁଭବ, ଆବେଗ, ସବୁ ପ୍ରକାରର ସ୍ପନ୍ଦନ, କାର୍ଯ୍ୟ, ଦୃଷ୍ଟି, ଚିନ୍ତା ସକଳ, ଏ ସବୁ ଯାହା ନିଜକୁ ପ୍ରତିଷ୍ଠିତ କରେ ଏବଂ ପରମଙ୍କ ପାଖରୁ ପୃଥକ ବୋଧ ଆମ ଭିତରେ ସୃଷ୍ଟି କରେ, ସେ ସବୁ ହଉଛି ଇଗୋର ପରିପ୍ରକାଶ। କିନ୍ତୁ ବେଳେ ବେଳେ ଆମ ଭିତରେ ଗୋଟେ ପ୍ରଶ୍ନ ଆସେ ଯେ ଭଗବାନ ବେଳେ ବେଳେ କହନ୍ତି, ବା ଯୋଉମାନେ ଭଗବାନ ସହିତ ଏକାତ୍ମ ହୋଇଯାନ୍ତି ସେମାନେ କହନ୍ତି ଅହଂ ବ୍ରହ୍ମସ୍ମି। ଆଉ ଭଗବାନ ତ ନିଜେ କହୁଛନ୍ତି ମୋ ବିନୁ ଅନ୍ୟ ଗତି କିଛି ନାହିଁ, ତାହେଲେ ସେଇଠି ତ ମୁଁ ରହିଲା। ଆମେ ସାଧାରଣତଃ ଏଇ ଯୋଉ ମୁଁ ବା ମୋର ଏଇ ଭାବଟା କୁ ଇଗୋର ପରିପ୍ରକାଶ ବୋଲି ଗ୍ରହଣ କରିଥାଉ। ତେଣୁ ଆମର
जो निम्न मन सी जुक्ति देखाए जेतेबेले भगवान बा परमेश्वर कौन सी जगार जेतेबेले निजको परिप्रकाश करने पाई जाई दिव्य दृष्टि सहित दिव्य वाक्य दियंती से दिव्य वाक्य को आमे पदार्थ करिथाउ जे सी जो कहते अहं ब्रह्मस्मि सेटा भी तांकर अहंकार तेणु सेठू कथा आसला कौन ताहले इगो कौन करे आउ सेटा इगो कि नुह इगो कौन करे आमको संकीर्ण करे इगो बियॉन्ड इगो हेले कौन हबो भास्टनेस आम पाखरे आसीबो एवं जोटा को आमे प्रज्ञा कहउचंती से सीमित तथ्यगत इनफॉरमेशन जोटा आमे कहती तथ्यगत बा तथ्य संबलित ज्ञान को आमे ज्ञान बोली कहू किंतु जी से जो तथ्य संबलित ज्ञान जो घटना घटुची बाहर विचार न करी तार प्रकृत उत्स संपर्क में सचेतन हो पारे एवं कौथि पाई ताहा परिप्रकाश होउची ताहाकु से अविकृत भाव देखी पारे जानी पारे से जो ज्ञान आम पाखरे आसी पहुंचे ताकू प्रज्ञा कहुए से कौन हम बाहर दृष्टिकोण देखा जाउथिबा वस्तु सकल देखा जाउथिबा घटना सकल रूप को सी देखे किंतु ता पश्चात से जो उत्सरु उत्सारित होउची से संपर्क रे सी अविकृत भाव जानिबा पाई समर्थ हुए तेबे सेटा हला प्रज्ञा तेणु से जो आम कथार कहुए कौन विद्या अविद्या जो कहती तेणु इगो क्रिएटेड बाय द अविद्या तेणु आम भितर अज्ञानता इगो आनी थाए विरोध भाव इगो आनी थाए आमर ये जो दृष्टिकोण रही आमर जो भावना सकल धारणा सकल आदर्श जो गुड़ाक रही थाए ताहा देखिबे एक सबु बळे सीमित होइकी थाए आइदर व्यक्ति केन्द्रिक होइथिबो नहले एक धारणा केन्द्रिक होइथिबो एक सी गोटे प्रकार युक्ति जहाकू कि सर्वश्रेष्ठ बोली से मन करे ताकू केंद्र करी जहा जहा गढ़ीला सी को लेकिन से गर्व अनुभव करे एवं से को ही से कहे सर्वस्व तेणु से गुड़ाक ही हूँ इगोर भिन्न भिन्न रूप यदि देखिए आमर प्रत्येक स्तर रे इगो परिप्रकाश मानसिक स्तर रे प्राणिक स्तर रे शारीरिक स्तर रे सब स्तर जमती कि यदि छोट छोट उदाहरण नहीं कि आम खाली टे बुझी दे आगू जावा शरीर स्तर रे भी इगो थाए कौन मो भलिया सुंदर व्यक्ति कई ना ये भी गोटे प्रकार इगोर लक्षण आउ प्राणिक स्तर रे बहुत कथा रही छोट गोटे गोटे कथा प्राण स्तर रे निजर रुचि निजर पसंद निजर भल पाइबा ताकू ठीक बोली मने करिबा ताकू सर्वश्रेष्ठ बोली सेटा को ही समस्ते स्वीकार करंतु ताकू निज निजर पसंद अपसंद को जाबुड़ी धरिबा ये भी गोटे प्रकार से मानसिक स्तर रे मोर धारणा सर्वश्रेष्ठ मोर जुक्ति सर्वश्रेष्ठ मोर ज्ञान सर्वश्रेष्ठ मोर अनुभव सर्वश्रेष्ठ ये सब होची मेंटल इगो बा मन स्तर जेमती आउ टिके रूड बा क्रूड जो कहते रुक्ष हेले यदि कहिबे मु नथिले किछि हबो नाही ये होची इगोर आउ गने सर्वस
ମାନେ ଯେମିତି ଗୋଟେ ବିଶାଳ ରୂପଟି। ମୁଁ ଅଛି ବୋଲି ଘଟଣା ଘଟିଛି। ମୋ ହାତରେ ଭଲ ଗଛ ହୁଏ। ଆପଣଙ୍କ ହାତରେ ଗଛ ଭଲ ହୁଏ ତା ସତ୍ୟ ଆପଣ ଯେତେବେଳେ ତାକୁ ବାହାବା ନଉଛନ୍ତି ସେଇଟା ହେଲା ଇଗୋର ଗୋଟେ ରୂପ। ତା ବାଦେ ତାମସିକ ଇଗୋ, ରାଜସିକ ଇଗୋ, ସାତ୍ଵିକ ଇଗୋ ସବୁ ରହିଛି। ସାତ୍ଵିକ ଇଗୋ ଦେଖିବେ କଣ, ମୁଁ ଶୃଙ୍ଖଳିତ, ମୁଁ ଏମିତି ଶୀଘ୍ର ନିୟମିତ, ନ୍ୟାୟ ନୀତିନିଷ୍ଠ ଇତ୍ୟାଦି ଇତ୍ୟାଦି ଏ ସବୁ ସାତ୍ଵିକ ଇଗୋ। ମୁଁ ଆମିଷ ଛୁଏଁ ନାହିଁ, ମୁଁ ଏମିତି ସକାଳୁ ଉଠେ, ଏୟା କରେ ସେୟା କରେ, ମୋର ଟାଇମ ଟୁ ଟାଇମ, ଇଏ ତାକୁ ନେଇକରି ଗର୍ବ ଅନୁଭବ କରିବା ଏବଂ ବେଳେ ବେଳେ ଆହୁରି ଅତି ନିଚ ସ୍ତରକୁ ଖସିଯାଇ ଲୋକେ କଣ କରନ୍ତି, ଅନ୍ୟମାନଙ୍କ ପାଖରୁ ନିଜକୁ ସୁପେରିୟର ଫିଲ୍ କରନ୍ତି। ଯୋଉମାନେ ଏଇ ପ୍ରକାରର ଆମେ ଯୋଉ ଧାରାରେ ବଞ୍ଚୁଛୁ ସେଇ ଧାରାରେ ନ ବଞ୍ଚୁଛନ୍ତି, ଆମେ କହୁଛନ୍ତି ସେମାନେ, ତାଙ୍କୁ ଆମେ ଅଣ୍ଡର ଏଷ୍ଟିମେଟ କରୁ, ତାଙ୍କୁ ନିଚ ଦେଖାଉ। ଇଏ ହେଇଗଲା ସାତ୍ଵିକ ଇଗୋ। ତାମସିକ ଇଗୋରେ, ତାମସିକର ବହୁତ ରୂପ ରହିଛି। ଗୋଟେ ଗୋଟେ ଛୋଟ କଥା ଦେଖିବା କଣ ରହିଥାଏ, ଯେ ମୁଁ ଦୁର୍ବଳ, ମୋ ଭଳିଆ, ଯେମିତି କହନ୍ତି ମୋ ଭଳିଆ ପାପି ପାଷାଣ୍ଡକୁ କଣ ମା ସୁରକ୍ଷା ଦେବେ, ମା କଣ ଭଲ ପାଇବେ, ମୋ ଦିନହୀନ କିଞ୍ଚନ, ଏଇ ପ୍ରକାରର ଧାରଣା, ଇଏ ହଉଛି ତାମସିକ ଇଗୋର ଗୋଟେ ବିରାଟ ରୂପଟେ। ଇଏ ରୂପରୁ ନିଜକୁ ବାହାରିକା ପଡିବ। ତ ୱିକନେସ୍, ଦୁର୍ବଳତା, ସେଲ୍ଫ ଡେପ୍ରିସିଏସନ ମାନେ ନିଜକୁ ଅତି ନ୍यून ମନେ କରିବା, ନିଜ ଉପରେ ଆତ୍ମବିଶ୍ୱାସ ନ ରଖିବା, ଇଏ ସବୁ ହଉଛି ତାମସିକ ଇଗୋ। ମୁଁ ପୁରା ଡିଟେଲ୍ସ କହୁନାହିଁ, ଖାଲି ଟିକେ ମାନେ କଣ ଟଚ୍ କରିବା ପାଇଁ ବା ଖାଲି ଜାଣିଦେବା ପାଇଁ ଖାଲି ଟିକେ କହୁଛି। ରାଜସିକ ଇଗୋ ବି ଥାଏ। ରାଜସିକ ଇଗୋ କଣ, ମୁଁ ସାହସୀ, ମାନେ ପୁରା ଗର୍ବିତ। ଯୋଉ ଆପଣ ଜାଣନ୍ତି ଯୋଉ ବ୍ୟାଗ ପକାନ୍ତି ଝିଅ ମାନେ ତାକୁ କୁହାଯାଏ ଭ୍ୟାନିଟି ବ୍ୟାଗ। ତାର ଓଡିଆ ଆମେ ଦେଖୁଥିଲୁ, ତାକୁ ଲେଖା ହଉଛି ଓଡିଆରେ ଗର୍ବମୁଣା। ଯେ କିଛି ବ୍ୟକ୍ତି, ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଏଟା ଉଦାହରଣଟିଏ, ସେମାନେ ଯାଇଥିଲେ ଆଦିବାସୀ ଏରିଆକୁ, ତାଙ୍କୁ ସେମାନେ ମାନେ ସଭ୍ୟ ସମ୍ପନ୍ନ କରିବେ ବୋଲି, ସାମାଜିକ ପ୍ରାଣୀ ବା ସଭ୍ୟ, ତାଙ୍କୁ ସଭ୍ୟ କରିବେ ବୋଲି, ସେମାନେ କୁଆଡେ ଅସଭ୍ୟ। ସେଠୁ ବହୁତ ଦିନ ଧରି ତାଙ୍କର ପରିଶ୍ରମ କଲେ, ତାପରେ କହିଲେ ଆଜ୍ଞା ଆମେ ସବୁ ସଭ୍ୟ କରିଦେଇ ଆଇଲୁ। ସର୍ଭେରେ କିଛି ବ୍ୟକ୍ତି ଗଲେ, ଦେଖିଲା ବେଳକୁ ସେ ଯେମିତି ଥିଲେ ସେମିତି ଅଛନ୍ତି। କଣ ଆପଣ ସଭ୍ୟ କଲେ? ହଁ ଆଜ୍ଞା, ସିଏ ଆଗରୁ କଞ୍ଚା ମାଉଁସ ହାତରେ ଟାଣି ଟାଣି ଦାନ୍ତରେ କାମୁଡି ଖାଉଥିଲେ, ଆଜ୍ଞା ଏବେ ଚାଲନ୍ତୁ ଦେଖିବେ ସେମାନେ କଣ୍ଟା ଚାମଚରେ ଖାଇଲେଣି, ସଭ୍ୟ ହେଇଯାଇ ନା। କିନ୍ତୁ ତାଙ୍କ ଭିତରେ ସେ ପଶୁ ପ୍ରବୃତ୍ତି, ମୁଁ ଏଠି କହୁନାହିଁ ଯେ ସେମାନଙ୍କ ଭିତରେ ପଶୁ ପ୍ରବୃତ୍ତି ଅଛି ବୋଲି, ଏଠି ଉଦାହରଣ ସହକାରେ କୁହାଉଛି ଯେ ଯୋଉ ପଶୁ ପ୍ରବୃତ୍ତି, ତା ଭିତରୁ ସେ ଟିକେ ଉନ୍ନତ ହେଇ ମାନବୀୟ ପ୍ରବୃତ୍ତି ଆଡକୁ ତାର ରୁଚି ରଖି ପ୍ରଚେଷ୍ଟା କରୁଛି, ନା ସେଇ ପଶୁ ପ୍ରବୃତ୍ତିକୁ ଏବେ ବି ସମର୍ଥନ କରି ସେଇଥିରେ ଜାବୁଡି ରହିଛି? ଯଦି ସେଥିରେ ଜାବୁଡି ରହିଛି, ତାହେଲେ ତମେ ଆଉ କଣଟା ଅଧିକା କଲ? ସେ ଏବେ କଣ୍ଟା ଚାମଚରେ ଖାଇଲେ ବି ସେ ପ୍ରବୃତ୍ତିରେ ରହିଲା। ତେଣୁ ସେଇଟା ପରିବର୍ତ୍ତନ ନୁହେଁ। ସେଇଠି ସେ ଯୋଉ ଆସି ବାହା ବାହା ନଉଛନ୍ତି, ଆମେ ଏମିତି କରିଦେଇ ଆସିଲୁ, ସେଇଟା ହେଲା ରାଜସିକ ଇଗୋ। ଯେମିତି କୁହାଯାଏ, ପ୍ରଭୁ କହୁଛନ୍ତି, there are three obstacles that one has to overcome in the vital, and they are a very difficult to overcome. ଇଏ ରାଜସିକ ଇଗୋର
କଥାରେ କହୁଛନ୍ତି ଯେ ଭେରି ଡିଫିକଲ୍ଟ ଟୁ ଓଭରକମ୍। ସେ ଯୋଉ ତିନିଟା କଥା କହୁଛନ୍ତି ତା ଭିତରେ ଗୋଟେ ହଉଛି ରାଜସିକ ଇଗୋ, ଆଉ ଗୋଟା ହଉଛି ସେକ୍ସୁଆଲ ଡିଜାୟାର, ଆଉ ଗୋଟା ହଉଛି ରାଥ। ତେଣୁ ଏଇ ରାଜସିକ ଇଗୋରୁ ମୁକ୍ତ ପାଇବା ବି ଭାରି କଷ୍ଟ। ତେଣୁ ଏଇଭଳି ଭାବରେ ଇଗୋର ବହୁତ ରୂପ ରହିଛି। ଆମେ ସେଥିପାଇଁ ସଚେତନ ରହିବା ଏବଂ ଗୋଟିଏ ମାତ୍ର ଆରମ୍ଭରୁ ଉପାୟ ଯଦି ଆମେ ଜାବୁଡି ଧରିବା, ସେଟା ହଉଛି କଣ? ଯୋଉଠି ଆମର ଉତ୍ସ ତାକୁ ଲାଗି ରହି କେବଳ ଭଗବାନଙ୍କୁ ପରିପ୍ରକାଶ କରିବା, ନିଜକୁ ପ୍ରତିଷ୍ଠା କରିବା ନାହିଁ। ଏଇ ସଂକଳ୍ପ ନେଇ ଯଦି ଆମେ ଯେତେ ଅଗ୍ରଗତି କରିବା, ତାହେଲେ ଆମର ଆବରଣ ରହିତ ଆତ୍ମା ନିଜକୁ ପରିପ୍ରକାଶ କରିପାରିବ। ଯେମିତି ଲାଷ୍ଟକୁ କହିଲେ, ଆପଣାର ବିଶୋଧିତ ଆବରଣ ରହିତ ଆତ୍ମାକୁ ତାଙ୍କରି ଅନନ୍ତ କ୍ରିୟାତ୍ମକତା ମଧ୍ୟରେ ନେଇ ନିମଗ୍ନ କରାଇଦେବାକୁ ହେବ। ତେବେ ସେ ସ୍ୱୟଂ ମୋ ଲାଗି ତାହାକୁ ଉନ୍ମୋଚିତ କରି ଦେଖାଇଦେବେ। ମା ମା। Thank you, all the best.